ଏ ହେଉଛି ଆମ ଯେଉଁ ଚାକିରି ସମସ୍ତେ ଖୋଜୁଛନ୍ତି, କିନ୍ତୁ ଏଇଠି ଆମେ ଯେ ଲୋକ କହୁଛନ୍ତି ଚାକିରି କରିବା ମାନେ ଗୋଟେ ଗୋଲାମୀ କରିବା। କିନ୍ତୁ ଆପଣ ଦେଖନ୍ତୁ, ଯଦି ଯେଉଁ ଲୋକ ଚାକିରି କରିବ ସେଟା ତିଆରି କିଏ କରୁଛି? ସେଟା ଉଦ୍ୟୋଗୀ କରୁଛି। ତେଣୁ ପ୍ରଥମେ ଆମେ ସାବାସୀ ଦେବା କୃଷକକୁ, କାହିଁକି ତାକୁ ହିଁ ସେ ଖାଦ୍ୟ ଖାଇବାକୁ ଯାଉଛି। ତାପରେ ଦେବା ଯବାନକୁ, ତାପରେ ଦେବା ଉଦ୍ୟୋଗୀ। କାହିଁକି ଉଦ୍ୟୋଗୀ ତିନି ଜଣ ହେଉଛି ଗୋଟେ ରିକ୍ସାର ତିନିଟା ଚକ। ଯେମିତି ଆପଣ ଦେଶକୁ ରକ୍ଷା କଲା ସୈନିକ, ଖାଦ୍ୟ ଯୋଗାଇଲା କୃଷକ। ଖାଦ୍ୟକୁ ଯେ କୃଷକ ଦେଉଛି କେଉଁଥିରେ ଦେଉଛି? ସେ ଯେଉଁ ଟ୍ରାକ୍ଟରରେ ଚାଷ କରୁଛି ସେଟା ତିଆରି କିଏ କରୁଛି? ଉଦ୍ୟୋଗୀ କରୁଛି। ଧରନ୍ତୁ ଏବେ ଟ୍ରାକ୍ଟର ହେଲା, ତା ପୂର୍ବରୁ ଆମେ ହଳ କରୁଥିଲେ ହାତରେ, ସେ କାଠରେ ତିଆରି କରୁଥିଲା। କିଏ କରୁଥିଲା? ମହାରାଣା କରୁଥିଲା। ଯେଉଁ ଇଏଟା ଫାଳଟା ତିଆରି ହେଉଥିଲା, ଯେଉଁଟା ମାଟିକି କାଟିକି ଯାଏ, ସେଟା କିଏ କରୁଥିଲା? କମାର କରୁଥିଲା। ତେଣୁ ଏ ତିନି ଜଣ ହେଉଛନ୍ତି କୋରିଲେଟେଡ୍, କେହି କାହାକୁ ଛାଡ଼ି ପାରିବେ ନାହିଁ। ତେଣୁ ଗୋଟିଏ ରିକ୍ସାର ଯେମିତି ତିନିଟା ଚକ ନହେଲେ ଗୋଟେ ଚକରେ ଚାଲିବନି ରିକ୍ସା। ତେଣୁ ଆପଣଙ୍କର ଆମର ଉଦ୍ୟୋଗୀ ପ୍ଲସ୍ ସୈନିକ ପ୍ଲସ୍ କୃଷି, ଏ ତିନିଟାକୁ ନେଇ ଆମର ସମୃଦ୍ଧି ହେବ। ଆମର ଉଦ୍ୟୋଗରେ ଆମର ଭାରତ, ବିଶେଷ କରି ଓଡ଼ିଶା ବହୁତ ପଛରେ ଅଛନ୍ତି। ଯେଉଁଟା ଆନ୍ତୁ ଦେଖିବ ଓଡ଼ିଶାରେ ଗୁଜୁରାଟ ସେ 1 ନମ୍ବରରେ ଅଛି। କାହିଁକି? ସେଠି ଘରେ ଘରେ ଉଦ୍ୟୋଗୀ। ଦେଖନ୍ତୁ ଭାରତ ରାଷ୍ଟ୍ର ଦେଖନ୍ତୁ ଚୀନ, ସେଠି ଘରେ ଘରେ ଜିନିଷ। ଆପଣ ଆମକୁ ଏଠି ଧରନ୍ତୁ ମୋବାଇଲ ପାଇବେ 20,000ରେ, ସେ ସେଠି ମୋବାଇଲ 5,000 ଦେବ। ଗୋଟେ ବାଇକ୍ ଆମେ ଏଠି 1,00,000 ଟଙ୍କାରେ କିଣିବୁ, କିନ୍ତୁ ଚୀନ ସେଟା ଦେଇଦେଉଛି 30,000। କାହିଁକି ଏତେ କମ୍ପିଟିଟିଭ୍ ମାର୍କେଟରେ ଦେଉଛି? ତାହାର ଅର୍ଥ ତାର ଘରେ ଘରେ ଉଦ୍ୟୋଗୀ। ବିଜନେସ୍ ମୁଁ ମଲ୍ଟିପଲ୍ ବିଜନେସ୍ କରେ। ପ୍ରଥମ ହେଲା ସିଭିଲ୍ କଣ୍ଟ୍ରାକ୍ଟରେ, ମାନେ ସିଭିଲ୍ର A to Z କାମ। ସିଭିଲ୍ର ନ୍ୟୁ କନଷ୍ଟ୍ରକ୍ସନ୍, ରିପେୟାର, କଲରିଂ, ପ୍ଲସ୍ ଆପଣଙ୍କର ଷ୍ଟିଲ୍ ୱାର୍କ, ଆଲୁମିନିୟମ୍ ୱାର୍କ, ପ୍ଲମ୍ବିଂ ୱାର୍କ, ଏଭ୍ରିଥିଙ୍ଗ ଆଣ୍ଡ କ୍ରିଟିକାଲ୍ ୱାର୍କ, ଯେଉଁଟା ୱାଟର ପ୍ରୁଫିଂ, ଯେଉଁଟା ଶିବନାରାୟଣ ମିଶ୍ର ସେ ୱାଟର ପ୍ରୁଫ୍ ଲିକ୍ୱିଡ଼ ଦେଉଛନ୍ତି, ସେଇଟା ଜାଇଡେକ୍ସର ନାନୋ ଟେକ୍ନୋଲୋଜିର ସେଇଟା ଗୋଟେ। ଆଉ ପେଷ୍ଟ କଣ୍ଟ୍ରୋଲରେ ରହୁଛି ମୂଷା, ମାଛି, ମଶା, ଝିଟପିଟି, ଅସରପା, ସେଇଟା ମୁଁ କରୁଛି। ସେକେଣ୍ଡ ବିଜନେସ୍। ଥାର୍ଡ଼ କରୁଛି କ୍ୟାଟରିଂ। ଆପଣମାନେ ରାଜଧାନୀ ସଂଗ୍ରାମୀ ସେବାରେ ଆସିଥିଲେ 20 ତାରିଖରେ, ସେଇଟା ମୁଁ ପ୍ରେସିଡେଣ୍ଟ ଥିଲି। ସେଇ ଯେଉଁ ଖାଦ୍ୟ ଖାଇଯାଇଛନ୍ତି ସେମାନେ, ଆପଣମାନେ କହିବେ ଭଲ କି ଖରାପ। ଏବଂ ସେଇ ଜିନିଷ ପ୍ରାୟ ମୁଁ ଏଇ ଆମ ଉଦ୍ୟୋଗୀ ପରିବାରରେ ଯେତିକି ଦରକାର ହୁଏ, ମୁଁ ନିଜେ ସେଇଠୁ କିଣିକି ନିଏ। ସେଥିପାଇଁ ମୁଁ ବେଷ୍ଟ ୱାର୍ଡ଼ ପାଇଛି। ମୋର ଆଗକୁ ଲକ୍ଷ୍ୟ ଅଛି, ମୁଁ ଗୋଟେ ଉଦ୍ୟୋଗୀ ହେବି ଏବଂ ମୋ ଘର ହେଉଛି ବାଲେଶ୍ୱର ଜିଲ୍ଲା। ମୁଁ ଆଗ ଗୋଟେ ମୁଢ଼ି ପ୍ରୋସେସିଂ ୟୁନିଟ୍ କରିବି। ତେଣୁ ମୋର ଯେ ସାର୍ଙ୍କୁ ପଚାରୁଥିଲେ, ସେ କହିଲେ 2 ଏକର ଜାଗାରେ ମାସକୁ 5 ଲକ୍ଷ ରୋଜଗାର ହେବ। ମୋ ଗାଁରେ 5 ଏକର କଳା ଜାଗା ଅଛି। କଳା ଜାଗା ମାନେ ସେଠି ଧାନ ଚାଷ ହୁଏନି, ସେଇଟା ଆପଣ ପରିବା ଚାଷ ହେଇପାରିବ କି ଅନ୍ୟାନ୍ୟ କ'ଣ ଫ୍ୟାକ୍ଟ୍ରି ବି ହେଇପାରିବ। ତେଣୁ ତାପରେ ମୁଁ ଭାବିଛି, ଆପଣ ଯେଉଁ ସବସିଡ଼ି ମିଳୁଛି, ଦେଶୀ କୁକୁଡ଼ା, ପିଓର ଦେଶୀ କୁକୁଡ଼ା ଫାର୍ମ କରିବି। ସେଥିରେ ସବସିଡ଼ି ମିଳିବ ଏବଂ ବଟମ୍ ଛତୁ ଏଗୁଡ଼ା କରିବା ପାଇଁ ଆଗକୁ ଯୋଜନା ରଖିଛି।